ଏମିତି କାହିଁକି ହଉଛି? ଏ ନିଜକୁ ଯେତେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କଲେ ହେଇପାରୁନି। ଏ କେନ୍ଦ୍ରାପଡ଼ାକୁ ଏମିତି ଭାବରେ ମୁଁ ମୁଦ୍ରା ଶିଖେଇଲି ଯେ ଭାବିଥିଲି ତା ପ୍ରତି ମୋର ଟିକେ ଆକର୍ଷଣ ରହିବ। ଏ ତାରି ଭିତରେ ମୁଁ ଗୋଟେ ଘଟଣା ଘଟେଇ ଦେଇଥା। ଏ ଶଳା ହେଇପାରିଲାନି। ହଉ ଛାଡ଼। ଏ ସେଇ ଯେଉଁ ଘୁମ ଦିଦିକି ଯେମିତି ମେଡ଼ିସିନ ଦେଇନଥିଲି ଇଏ ସେମିତି କେନ୍ଦ୍ରାପଡ଼ାକୁ ଦେଇଦେବି ଡାଇରେକ୍ଟ କାମ ହେଇଯିବ। ଆଉ ଏତେ ହନ୍ତସନ୍ତ ହବାକୁ ପଡ଼ିବନି। ଏଇଠି ବାପା ମୋର କିନ୍ତୁ ଆଉ ଅପେକ୍ଷା କରିବାକୁ ବଳ ପାଇଲାନି। ଢେଙ୍କାନାଳ ଏବେ ତୋର ଇଏ କି ଅବସ୍ଥା? ଏଇ ଅବସ୍ଥା ବାପା କ୍ଷମା କର। କାହିଁକି? ବାତ୍ୟା ଆସିବା ଆଗରୁ ମୁଁ ବାତ୍ୟା ଆଶ୍ରୟସ୍ଥଳୀ ଢୁଣ୍ଡି ନେଇଛି ବାପା। ହଁ କ'ଣ କରିବି ଆଉ କିଛି ବାଟ ପାଇଲିନି। ବାଟ ପାଇଲୁ? ନାଇଁ ବାପା। ବାଟ ଭାଇ ଏ ଶଳା କବେ ତୋର ଇଏ କି ଅବସ୍ଥା? ତମେ କ'ଣ ଅବସ୍ଥା ଦେଖିକି ଜାଣିପାରୁନ? ତମ ଅଯୋଗ୍ୟ ଲାଗି ଗୋଟେ ଅଯୋଗ୍ୟ ବାପା ଲାଗି ଆଜି ଗୋଟେ ପୁଅ ନିଜେ ନିଜେ ଡିସିସନ୍ ନେଇ ଯାଇଛି। ଇଏ ମାନେ ମାନେ ଆଇ ମିନ୍ ଢେଙ୍କାନାଳ ଆଜି କୂଳରେ ଲାଗି ଯାଇଛି। ମାନେ ମୁଁ ବାହା ହେଇସାରିଛି। କେତେବେଳେ ତ ହେଇକି ଆଉଛି ଢେଙ୍କାନାଳ? ଶଳା ତୁ ଇଏ କ'ଣ ଫୁଲମାଳ ପକେଇଛୁ? ଖାଲି ପକେଇନି ଆଉ ଯୋଉଟା ଦେଖିବ ଦେଖିଲେ ତମ ହାର୍ଟ ହଁ କ'ଣ ଟିକେ ଦେଖେଇ ଦେଖିବ। ଡାକିବି ମୋ ଡାଲି ଡାଲି ହଁ ଡାଲି ତୁ ଡାଲି ଭାଇ ଡାକିଲୁ ତୋର କେମିତିଆ ଡାଲି ଡାକିଲୁ? ଡାଲି ଡାଲି କି ଶୂନ୍ୟ ହେଇଗଲା କ'ଣ? ଆସ ଡାଲି। ଏଇଠି ସେ ଘୋଡ଼େଇ ଘାଡ଼େ ହେଇକି ଅଛି। ତୁ ଦେଖିଲେ କାଳେ ତୋର କ'ଣ ହବ? ମୁଁ ତତେ ଆଗ ଟିକେ ଷ୍ଟ୍ରଙ୍ଗ করে ଧରି ପକେ। ଧୀରେ ଧୀରେ ଖୋଲ। ସଡନ ଖୋଲନି ମୋ ବାଟା ବୁଢା ହେଲାଣି କୁଆଡେ ମରି ମୁରା ଯିବ। ଧୀରେ ଧୀରେ ଖୋଲ। ଜୁଆର ବାବୁ ଖୋଲ ଖୋଲ ଖୋଲ। ହଁ ମୁଁ ଧରୁଛି ଖୋଲ। ଜୁଆର ବାବୁ ଏ ବା କଣ ହେଲା କିଲୋ? ଏ ବା ବା ଜୁଆର ସତରେ ମୁଁ ଅଲଜିଆଟା? ସତରେ ମୁଁ ଅବଧର? ଥାଉ ଶ୍ୱଶୁର ବାପା ତମ ଗାଲୁକୁ ମାରିକି ମତେ ଆଉ କଷ୍ଟ ଦିଅ ନା। ହଁ ବାପା ମୋର ଭୁଲ ହେଇଯାଇଛି ତମେ ମତେ କ୍ଷମା କରିଦିଅ। ତତେ କହିଲା ତୁ ଭୁଲ କରୁଛୁ? ହଉ ଠିକ ଅଛି। ମୁଁ ମନ ଦୁଃଖ କରୁନି ବରଂ ମୁଁ ଖୁସି ହଉଛି। ଏ ଶଳା ମୋ ଜାଲରୁ ଖସି ଯାଇଥିବା ମାଛଟା ଇଏ ମୋରି ପୋଖରୀରେ ଅଛି ଭାଇ। ହେଇଟି ବା ମୁଁ ଦେଖୁଛି ଯେତେ ବୁଢା ହଉଛୁ ଏତେ କ'ଣ ତୋର ଖେଳ କରିବାକୁ ମନ ହଉଛି। ଯଦି ପୁରୁଣା ଦୋଷ ବାହାରିବ ପୁରା କାଟିଦେବି ମୂଳରୁ ପୁଛିକି କାଟିଦେବି। ଶଳା କ'ଣ କାଟିବୁ? ବାପ ପୁଅ ସମ୍ପର୍କ ଏ ସମ୍ପର୍କ ରଖି ଲାଭ କ'ଣ? ନିଅ ବାପା ମୁଁ ଖୁସିରେ ଆଣିଥିବା ଜିନିଷକୁ ଗ୍ରହଣ କର। କ'ଣ ଆଣିଛୁ? ଏ ଶଳା ତୁ ମତେ ମଦ ଯାଚୁ? ମଦ କଥା କାହୁଛୁ? ମୁଁ ଶଳା ମଦୁଆଟା? ହେଇଛି ବାପା ଏରା ପରା କୃଷ୍ଣ ପରିବାର ଲୋକ ପିଉଥିଲେ ନା କ'ଣ ମଦ? ଏବେ ଢେଙ୍କାନାଳ ଏବେ ସେମାନେ ସୋମରସ ପାନ କରୁଥିଲେ। ନାଇଁ ଶ୍ୱଶୁର ବାପା ସିଏ ଏଇ ମଦ ଥିଲା। ହଁ ରାଜା ଅମଳରେ ବି ପିଉଥିଲେ ରାଜା ମାନେ। ନାଇଁ ସେମାନେ ସୁରା ପାନ କରୁଥିଲେ। ନାଇଁ ଶ୍ୱଶୁର ବାପା ସିଏ ଏଇ ମଦ ଥିଲା। ଏଇ ମଦ ଏବେ ଯୋଉ ମନ୍ତ୍ରୀ ଏମଏଲଏ ଆମର ସବୁ ଅଛନ୍ତି ସେମାନେ ବି ଟିକେ ଟିକେ ନଉଛନ୍ତି ରାତି ବେଳିଆ। ନାଇଁ ଭାଇ ସେମାନେ ମାଲ ପିଉଛନ୍ତି। ଇଏ ରକଫୋର୍ଡ ବ୍ଲାକ୍ ଡଗ୍
ଶ୍ୱଶୁର ବାପା ବୋଲ। ସିଏ ବି ଏଇ ମଦ ଥିଲା ହଁ। ତମେ କଣ କମ କି ହଁ। ଶ୍ୱଶୁର ବାପା ନେତା ଭଳିଆ ଦେଖାଯାଉଛି। ତମ ପୁଅ ବାହା ହେଇ ଘରକୁ ବୋଉ ଆଣିଛନ୍ତି ଓ, ନିଅ। ନିଅ ବାପା ଖୁସିରେ ଗ୍ରହଣ କର ବହୁତ ଦୁଃଖିତ। ନିଅ ବାପା ଦିଅ ତମେ ହଁ, ନିଜେ ହଁ, ଦିଅ। ନିଅ। ତମକୁ ନିଜେ ପିଆଇ ଦେବି ଆଇ କଣ ଭାଇ? ଦିଅ ହଉ, ଦିଅ ଦେ, ଦେ। ଏଟା ଗୋଟେ ପେଇଁ ଦିଅ। ଝିମାଇ ଝିମାଇ ନିଶା ହବ ଆଉ ଦେ। ଆଲୋ ଚାଖେଣା ଆଣିନୁ କୁରୁକୁରୁଟେ ଅଣ୍ଟାରେ ଖୁସି ଦେଇଥାନ୍ତୁ ନା। ଏଇ ଚାଖଣା ଟିକେ ଦେଇ। ନାଇଁ ଆଣିନି ମନେ ନାହିଁ। ଦୋକାନ ବନ୍ଦ ହେଇଯାଇଥିଲା ନିଅ ହଁ ଶ୍ୱଶୁର ହଉ ବାପା। ଆଉ ଟିକେ ପେଇ ଦେ ଆଉ ଆଉ ଟିକେ ଅଳ୍ପ ପେଇ ଦେ। ଅଛି। ନା ନା ପେ ନାହିଁ। ପେ। ଶଳା ବୁଢ଼ାଟା ଢୁକିବ ପାଲରେ ଏଇନୁ। ଏ ତାକୁ ଉଠା ଟିକେ ଉଠା। ହଁ ଚେତା ଅଛି 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 କାମ କରିବ ବ୍ୟସ୍ତ ଇଏ ହଅନି, ବେ କାମ ଶଳା କରିବ। ଢେଙ୍କାନାଳ। ଇଏ ଚାଖଣା ଆଣିନଥିଲୁ କି? ନା ନା ତୋର ଦୋକାନ ଏ ଭାଇ ବନ୍ଦ ଦୋକାନ ହେଇଯାଇଥିଲା। ଯଦି ବନ୍ଦ ଥିଲା ହଁ ଏ ଆମ ବାଡ଼ି ପଟୁ ଗଲୁନି ଏଇ ଯୋଉ ରସୁଣ ହେଇନି ଏ ରସୁଣ ଦି ମୁଦେ ବାରିଆଡେ ଆଉ ଆଣିଥାନ୍ତି କାହିଁ ଗଲି ମୁଁ ପରା ମନ୍ଦିରରୁ ଆସିକି ଏଇଠି ବାରଣ୍ଡାରେ ଠିଆ ହେଇଛି ଘରକୁ ଯାଇନି। ଇଏ ଢେଙ୍କାନାଳ ହଁ ଇଏ କଣ ବେ ସବୁ ଚାରି ଚାରିଟା ଦେଖାଯାଉଛି? ନା ଚାରିଟା କାହିଁ ହେଁ? ତିନିଟା ନା ତମକୁ ଦେଖା ଯାଉଥିବ ଚାରିଟା ଭଳିଆ ତତେ କେତେଟା ଦେଖା ଯାଉଛି ମୁଁ ଦେଖିଲୁ ଏଇଟା ଶୋଇଛି ନା ମରିଗଲା ବେ ଦେଖିଲୁ ଦେଖିଲୁ ଶୋଇଛି। ହଁ ଶୋଇ ପଡିଛି ସେ। ଇଏ ମୁଁ ଭାବିଲି ଏଇଟା ମରିଗଲା ବେ। ଦେଖ ବେ ପାଣି ପକା ମାଲ ଟିକେ ବଳିଛି ବୋଲେ ଛିଞ୍ଚି ଆଉ। ଇଏ ଢେଙ୍କାନାଳ ହଁ ତୁ ଜାଣିଛୁ ହଁ କଣ କହୁନ। ମୁଁ ଯେମିତିଆ ଜିନିଷ ଦେଖିଛି ହଁ ଏ ଏସିଆ ମହାଦେଶରେ ସେ ଜିନିଷ ଦେଖିନଥିବେ ବେ। ହଁ ଦେଇ ଢୁକ করে ଏତେ ହେଇଗଲା ତମେ ଏମିତି କଣ ଦେଖିଛ କି? ଗଞ୍ଜେଇ ଚରସ ବାବା ହେରୋଇନ ବ୍ରାଉନ ସୁଗାର। ଏଇରା କୋଉଠି ଦେଖିଲ? ଆବେ କୋଉଠି ଦେଖିବେ? ଆଉ ଇଏ ମୋ ବଡ଼ ପୁଅ ବେପାର କରୁଛି। ହେଁ? ଇଏ ଜାଣିଛୁ ମୋ ଗଦି ତଳେ ହଁ ଗଞ୍ଜେଇ ନିଶ୍ଚୟ। ମୋ ଲାଟିନ ଟାଙ୍କିରେ ହଁ ଚରସ ବାବା ଆଉ ମୋ ଘର ବାରିପଟ ବାଇଗଣ କିଆରିରେ ହଁ ବ୍ରାଉନ ସୁଗାର। ଆଁ? ତମ ବଡ ପୁଅ ଏତେ ବଡ ମଣିଷ ଆଉ ସେ ମଣିଷ ଆଉ ସେ ସବୁ ଏ କଳା କାରନାମାର ହଉଛି ସୌଦାଗର। କାମ ଏଇ। କରିଛି। ତୁ ଜାଣିଛୁ ଗୋଟେ କଥା କଣ ଜାଣିନି ପରା ମୁଁ ପଚାରିବି ଶୁଣିବି ବୋଲି ଠିଆ ହେଇଛି। ଏଇ ଯୋଉ ଲାଲା ନୁହେଁ ନା ହଁ ସେ ମୋ ପୁଅ ନୁହେଁ ବେ। ଆଉ ତୁ ହେଲୁ ମୋ ପୁଅ। ଏଇ ବଡ ପୁଅ ପୁଣି କହୁଛୁ ତୁ ମୋ ପୁଅ। ଆଚ୍ଛା ଏଇ କଟକ ପୁରୀ ଦାସର ଏକମାତ୍ର ପୁଅ ହଉଛି ତୁ ଶ୍ରୀ ଶ୍ରୀ ଢେଙ୍କାନାଳ। ଗୋଟେ କଥା ଜାଣିଛୁ କୋଉ କଥା? ଇଏ ତୋ ମା ହଁ କୁ ବାହା ହେଲା ବେଳୁ ତା ପୂର୍ବରୁ ଛୁଆ ଧରିକି ଆଇଥିଲା। ଇଏ ସେଇ ହଉଛି ସେ ଲାଲା। କ'ଣ କରିବି ଭଲ ତ ପାଇ ଯାଇଥିଲି ଆଉ କ'ଣ କରିବି ଧରିକି ପଳେଇ ଆଇଲି ଆଉ। ଇଏ ସେ ମୋ ପାଇଁ ବଡ଼ ଜଖମ ବେ। ହଁ ସେ ବଡ଼ ଖୁନିଟା ବେ। ଏଇ ଢେଙ୍କାନାଳ ତୁ ଜାଣିଛୁ କୋଉ କଥା? ଏବେ ଏଇ ହଁ ସେ ଯୋଉ କଇଁର ଭାଇ ଯୋଉ କାହ୍ନା ନୁହେଁ ହଁ 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 ସେଇ କାହ୍ନାକୁ ମୋ ପୁଅ ଲାଲା ମାରିଛି ଜାଣିଛୁ। କଥାଟା ତୁ କହୁଛୁ ସେଇଟାକୁ ପରା କିଷ୍ଣା ମାରି ଦେଇଛି। ଇଏ ତତେ କିଏ କହିଲା ବେ? ଇଏ ତା ସହିତ ପରା ମୁଁ ସାମିଲ ଥିଲି। ଏଇ, ଶଳା ବାପ ପୁଅ ଦିଟା ତମେ ତ ବଡ ସଇତାନ ଅଛ। ଇଏ ନାଇଁ ବେ ମୁଁ ଗୋଟେ ଭଦ୍ର ଲୋକଟା ହେଁ? କ'ଣ କରିବି କହିଲୁ? ଏଇ ଜମି ବାଡ଼ିର ଲୋଭ ଦେଖିକି ତା ସାଙ୍ଗେ ଦେବାକୁ ପଡ଼ିଲା ଆଉ କ'ଣ କରିଥାନ୍ତି। ଇଏ ଶୁଣୁ ହଁ ଟାଇମ୍ ଆସିବ ହଁ ସେ ଲାଲାଟାକୁ ମୁଁ ଠିକ୍ ଟାଇମ୍ରେ ପୋଲିସରେ ଦେଇଦେବି ଆରେଷ୍ଟ କରେଇଦେବି ହଁ। ଶାଳାକୁ ପୁରା ଖତମ କରିଦେବି। ଶୁଣୁ ହଁ ଆଉ ତାପରେ ଏ ଯେତେ ସବୁ ଜମି ବାଡ଼ି ଅଛି ହଁ ସବୁ ତକର ମାଲିକ ହବ ଏ କଟକ ପୁରୀ ଦାସ। ନା ମୁଁ ଥାଉ ଥାଉ ତମେ ଆଉ କୋଉଠି ତମ ବାଳ ପାଚିଲାଣି ତମେ ଦେବି, କେତେବେଳେ ଦେବି। କୋଉଠି ଝଡି ପଡିବ। ଶଳା ବାପାଟା ବଞ୍ଚି ଥାଉ ଥାଉ ତୁ ମାରିଦେଲୁନି। ନାଇଁ, ଏବେ ଶଳା ପାଚି ତତେ ଆଇଲାଣି। ଟଙ୍କାଟେ ଦେବି। ମୋ ବାପା ଭଲ ବାପା। ଶଳା ଏକମାତ୍ର ପୁଅ ତୋଠି ହଁ। ତତେ ଦେବିନି ଆଉ କ'ଣ ଗାଁ ବାଲାକୁ ଦେବି ହଁ, ହଁ। ନା ଇଏ ଯୋଉ ଶୋଇଥିଲା ତାକୁ ଦେବି କାହାକୁ ଦେବିନି। ଇଏ ଶୁଣୁ ବେ ହଁ ବା ଏଇଠିକି ଶୁଣୁନୁ ଶଳା କ'ଣ ସମସ୍ତଙ୍କୁ ଖୋଲିକି କହିବି। ନାଇଁ କହ ଆଉ କଣ ଧୀରେ ଧୀରେ କହିଦବ ମୋ କାନ ପାଖରେ ଶୁଣୁ ବେ ହଁ ଏ ନୂଆ ନୂଆ ବାହାଘର ହେଇଛ ହଁ ଏ ତମେ ତ ଗୋଟେ ଖଟ ନଥିଲା ତୋର ହଁ ଏ ଘରେ ମସିଣାରେ ଶୋଉଥିଲୁ
ଏ ମୁଁ ୟାରି ପାଇଁ ନୁହେଁ କି ଗୋଟେ ଭଲ ବେଡ୍ ଆଣିଥିଲି ବେ। ହଁ ଶଳା 10,000 ଟଙ୍କା ଦେଇ ଗଦିଟେ କିଣିଥିଲି। ହଁ ଖାଲି ନରମ ନରମ ନରମ। ହଁ ସେ ଭାଗ୍ୟ ତ ମୋର ନାହିଁ। ହବନି ବୁଢା ବୟସରେ ତୁ ଟୁକା ବୁଝାଉ ହବ। ଛାଡ଼ ଯେତେ ତଳ ଜିନିଷ ଉପରକୁ ଉଠେଇଲା ଆଉ କଣ ଉଠିବ ନା ଚନ୍ଦ୍ରଯାନ ଆକାଶରେ ଉଡ଼ିବ। ସେ ତ କଥା ଦେଇଥିଲା ମୋର ତଳୁ ଉପରକୁ ଉଠେଇବ। ହଁ ଏ କାହିଁ ସେ ଆଉ ଉଠେଇଲା? ସେ କ'ଣ ମୋ ଭାଗ୍ୟରେ ଅଛି? ହଉ। ଶଳା ମୋ ମାଇକିନା ତ ଗଲାଣି 20 ବର୍ଷ ହେଲା, ତାକୁ ତ ଝୁରି ଝୁରି ମୁଁ କାମ ଚଳଉଛି। ହଉ ହଉ କାନ୍ଦନା କାନ୍ଦନା। ହଉ ଛାଡ଼ ଛାଡ଼। ଇଏ ମା ଶୁଣୁ, ନୂଆ ନୂଆ ବାହାଘର ହେଇଛ ହେଲା, ଏଠିକା ନୂଆ ନୂଆ ବାହା ହେଇଛ, ମୋ ରୁମ୍ ଚାବିଟା ନେଇଯା। ବୋଉ ମାଆକୁ ଘର ଭିତରୁ ନେଇ। ମୁଁ ଡୁପ୍ଲିକେଟ ଚାବି ଗୋଟେ ରଖିଛି, ମୁଁ ଆଗୁଆ ହେଇଥିଲା କି ପଶିଯାଏ ନା। ଇଏ ଶଳା ତୁ ତ ଭଲ ନାଳୁଆଟା ବାହାରିଲୁ। ବାପାଟାକୁ ତୁ ଏମିତି ପଟି ମାରୁଛୁ ନାଇଁ? ହଉ ହଉ ଛାଡ଼, ଯାହା ତ ହେଲାଣି ହେଲାଣି, ଆଉ କ'ଣ କରିବା। ହଁ ଶୁଣୁ, ବୋଉ ମାଆକୁ ଘରକୁ ନେଇଯା। ହଁ ମୋର ଯୋଉ ଖଟଟା ନାହିଁ, ହଁ ଏ ଯୋଉ ନରମ ନରମ, ସେଇ ଖଟଟା ଟିକେ ଇଲୁ ଇଲୁ ରୋମାନ୍ସ କରିବ ହେଲା। ହଁ 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 ତମେ ଆସ ଯାଉ ଆସ। ହଁ କ'ଣ କରିବେ ଏଇ ବୋଉ ମା? ରସୁଣ ସେଇ ଗଛ ଯୋଉ ଖାଇଦବ। କ'ଣ ଆଣିଥିଲୁ ବେ, ଏଇ ଯୋଉ ଆଇକନ ହ୍ୱାଇଟ୍ ନା ଓଲ୍ଡ କ'ଣ ଆଣିଥିଲୁ ବେ? ଇଏ ଶଳା ମୁଣ୍ଡ ଖାଲି ଝିମେଇ ଝିମେଇ ଦଉଛି। ଇଏ କ'ଣ କଲୁ? ରସୁଣ ଏଇଠି ଖଟା ଥୋଇଛୁ, ଖାଇଦବ। ନାଇଁ? ହଉ ବାପା ଯାଅ। ଇଏ ମୁଁ ଚଳିବ ତମ ବେ? ପାଇଁ ଆଉ ଗୋଟେ ଆଣିବି, ଯାଅ। ହଁ ଏଇଟାକୁ ଅଛି ଆ କାଟି ଦେବି। ପୁରା ନିଶା ଏ ଦୋକାନ ତ ଗୋକୁଳ ଦୋକାନ ବନ୍ଦ ହେଲାଣି।